ମୁଣ୍ଡମରାଇ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟା ସଂସ୍କାର ଉତ୍ସବ। ଗଞ୍ଜାମ ମୁଣ୍ଡମରାଇ ଗ୍ରାମର ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟା ସଂସ୍କାର ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ ଯୋଗଦେଇ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁମାମାନେ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଲଗାଇ ଶିଶୁ ମନ୍ଦିରକୁ ସ୍ୱାଗତ କରିଥିଲେ। ଗୁରୁଜୀ ଗୁରୁମାମାନେ ଛାତ୍ରଛାତ୍ରୀମାନଙ୍କୁ ଧରି ବାଜା ଗିନି ବଜାଇ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବଳରାମ ଡାକୁଆ, ଶ୍ରୀଯୁକ୍ତ ଅମରୀଶ ପଟ୍ଟନାୟକ, ଶ୍ରୀଯୁକ୍ତ ସୁବ୍ରତ ପଟ୍ଟନାୟକ, ଶ୍ରୀଯୁକ୍ତ ଉମାଚରଣ ବିଶ୍ୱାଳ, ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପାତ୍ର, ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ସେଠୀ, ଗୁରୁମା ମଧୁସ୍ମିତା ମିଶ୍ର, ଶାଶ୍ୱତୀ ଜେନା, ବୀଣାପାଣି ଜେନା, ଶ୍ରୀଦେବୀ ଆଚାରୀ, ଗୋଲାପୀ ବାର୍ତ୍ୟା, ଲକ୍ଷ୍ମୀ ବିଶ୍ୱାଳ, ଆରତୀ ସାହୁ, ରାଜଶ୍ରୀ ଜେନା, ଲିଜା ଗୌଡ଼, ସନ୍ତୋଷିନୀ ଗୌଡ଼, ସୋନାଲି ସ୍ୱାଇଁ, ଗାୟତ୍ରୀ ପ୍ରଧାନ, ସୁପ୍ରଭା ରାଉତ, ସୁପ୍ରିୟା ପୋଲାଇ, ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରମିତା ପାଢ଼ୀ, ଶ୍ରୀମତୀ ସେଠୀ, କେ ଚୁମୁକି ପାତ୍ର, ସଭାପତି ସମ୍ପାଦକ ଏବଂ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି। सर आप परिचयटा दिंतु। चिदानंद पात्र, संपादक सरस्वती शिशु मंदिर मुंडमराई गंजाम। आज कार्यक्रम जो कौन कहे सर? शिक्षा वर्ष 24-25 शेष पर 25-26 शिक्षा वर्ष आरंभ पिलांकर जो विद्यारंभ हो तार विद्या संस्कार कार्यक्रम आज आम शिशु मंदिर अनुष्ठित होती। शिशु आगामी वर्ष भविष्य माँ शारदा पाखे एक होम भी कर शिशु मान विभिन्न शैक्षिक विषय उन्नति माँ पात्र प्रार्थना चली।